ଭାଇ ବୋଝ ଉପରେ ଲଳିତା ବିଡ଼ା। ଆମ ଭାରତରେ ପଶ୍ଚିମବଙ୍ଗର ଦୁଃଖ ନ ଯାଉଣୁ ଆଉ ଗୋଟେ ଦୁଃଖ ସାମ୍ନାକୁ ଆସିଲା। ଜାମ୍ମୁ କାଶ୍ମୀର ପହଲଗାମ ଠାରେ ଆମର ଆମର ଭାରତୀୟ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ସେଠାରେ ଏ ରାକ୍ଷସ ଆତଙ୍କବାଦୀ ମାନେ ନା ଜାତି ପଚାରିଲେ, ନା ଗୋତ୍ର ପଚାରିଲେ, ପରିଚୟ ପଚାରିଲେ, ତାଙ୍କୁ ନିର୍ମମ ଭାବରେ ଧର୍ମ ପଚାରିଲେ, କଣ ତମେ କୋଉ ଧର୍ମ? କହିଲେ ଆମେ ହିନ୍ଦୁ ଧର୍ମ। କଣ ହିନ୍ଦୁ ହବା ଏତେ ଖରାପ? ତାକୁ ହତ୍ୟା କଲେ ନିର୍ମମ ଭାବରେ। କଣ ହିନ୍ଦୁ ହବା ଏତେ ଖରାପ? ତା ସତ୍ତ୍ୱେ ବି କେତେଜଣ ଆତଙ୍କବାଦୀକୁ ସମର୍ଥନ କରି କହୁଛନ୍ତି ଯେ ଆତଙ୍କବାଦୀଙ୍କର କୌଣସି ଧର୍ମ ନାହିଁ। ଯଦି ତାଙ୍କର କୌଣସି ଧର୍ମ ନାହିଁ ତାହେଲେ ହିନ୍ଦୁ ବୋଲି ଶୁଣିକି ହତ୍ୟା କଲେ କାହିଁକି? ଆମ ଓଡ଼ିଆ ଭାଇ ପ୍ରତୀକ ଆଉ ବହୁତ ଓଡ଼ିଆ ଥିଲେ, ତାଙ୍କୁ ମଧ୍ୟ ହିନ୍ଦୁ ବୋଲି ନିର୍ମମ ଭାବେ ହତ୍ୟା କରାଗଲା। ଆତଙ୍କବାଦୀଙ୍କ ନଜର, ବିଭିନ୍ନ ଆକ୍ରମଣକାରୀ ମାନଙ୍କ ନଜର ଆମ ହିନ୍ଦୁ ମାନଙ୍କ ଉପରେ କାହିଁକି? ହିନ୍ଦୁମାନଙ୍କୁ ଏତେ ଶୋଷ ଦେଖାଯାଉଛି, ଜାଣିନାହାନ୍ତି ପାକିସ୍ତାନ ହିନ୍ଦୁସ୍ତାନର ସବୁ ହିନ୍ଦୁ ମାନେ ଉଠେଇଲେ, ଆମ ଇଣ୍ଡିଆନ ଆର୍ମି ଉଠେଇଲେ, ପାକିସ୍ତାନୀ ଆତଙ୍କବାଦୀ ଯେ କଣ ଦୁନିଆରେ ଯେତିକି ଆତଙ୍କବାଦୀ ନସବ ଖତମ ହେଇଯିବ ତାଙ୍କର ସବୁ। ଯେଉଁଭଳି ଭାବରେ ଭାରତରେ ବହୁତ ଆତଙ୍କବାଦୀ ମାନଙ୍କୁ ସାମ୍ନା କରିଛି ଆତଙ୍କବାଦୀ ଆକ୍ରମଣକୁ, ସେ 26/11 ହଉ କି ପୁଲୱାମା ଆଟାକ୍ ହଉ ଲାଗି ଆମ ମୋଦି ସରକାରଙ୍କୁ, ଆମ ଭାରତ ସରକାରଙ୍କୁ ଏତିକି ଅନୁରୋଧ, ସେ ଆତଙ୍କବାଦୀ ମାନଙ୍କୁ ସମୂଳ ଭାବେ ନିପାତ କରନ୍ତୁ। ଆଉ ସେ ପାକିସ୍ତାନକୁ ଖାଲି ଏୟାର ଷ୍ଟ୍ରାଇକ୍ କଲେ ଚଳିବନି, ପାକିସ୍ତାନକୁ ଦେଶର ନକ୍ସାରୁ ହଟେଇ ଦିଅନ୍ତୁ, ପୃଥିବୀର ନକ୍ସାରୁ ହଟେଇ ଦିଅନ୍ତୁ ପାକିସ୍ତାନକୁ। ପାକିସ୍ତାନରେ ଯେତିକି ସବୁ ଅଛନ୍ତି ସମସ୍ତେ ଆତଙ୍କବାଦୀ। ସେ ଆତଙ୍କବାଦୀ ମାନଙ୍କୁ କୁକୁର ଭଳିଆ ପୋଷୁଛନ୍ତି, ତାଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ଯୁଦ୍ଧ ବେଳେ ଆତଙ୍କବାଦୀ ମାନଙ୍କୁ ନେଇକି ଆସୁଛନ୍ତି ଭାରତକୁ ବର୍ବାଦ କରିଦେବେ। ଭାରତକୁ ବର୍ବାଦ କରିବା ପାଇଁ ବେଳେ ଆତଙ୍କବାଦୀ ମାନଙ୍କୁ ନେଇକି ଆସୁଛନ୍ତି। ଆତଙ୍କବାଦୀଙ୍କ ବଂଶ ବୁଡେଇ ଦିଆଯାଉଛି। ଏପରି ଆମ ଭାରତ ଆଉ ସାରା ବିଶ୍ୱ ସୁରକ୍ଷିତ ରହିବ। ଜୟ ଜଗନ୍ନାଥ।